फ्रेंड्स माने समस्तଙ୍କୁ ସ୍ୱାଗତ ମୋର ଚେନାଲ ଷ୍ଟୁଡେଣ୍ଟ ଇନଫୋକୁ। ତ ଚାଲନ୍ତୁ ଦେଖିବା ଆଜି ମାନେ ଡିପାର୍ଟମେଣ୍ଟ ଅଫ ଓମେନ୍ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ ଅଫ ଓଡ଼ିଶା ତରଫରୁ ଆସିଥିବା ଭେକେନ୍ସି। ତ ଆମେ ପ୍ରଥମେ କ'ଣ କରିବା ନା ଆମେ ଗୁଗୁଲକୁ ଯାଇକି ଏଇ ସାଇଟ୍ଟା ଆମେ ଲଗ୍ଇନ୍ କରିବା। ଲଗ୍ଇନ୍ କଲା ପରେ ଏମିତି ଇଣ୍ଟରଫେସ୍ ଆସିବ। ତ ଆମେ ଏଠାରେ ବରଗଡ଼ ଡିଷ୍ଟ୍ରିକ୍ଟ ସିଲେକ୍ସନ କରିଛି। ଯୋଉ ଡିଷ୍ଟ୍ରିକ୍ଟ କଲେ ବି ଚଳିବ। ଆପଣମାନେ ମଧ୍ୟ କରିପାରିବେ ଯୋଉ ଡିଷ୍ଟ୍ରିକ୍ଟ କଲେ ଏଇଟା ଆସିପାରିବ ଦେଖିବ। ଏମିତି ଆସିଯିବ। ତ ମୁଁ ବରଗଡ଼ ଡିଷ୍ଟ୍ରିକ୍ଟ ସିଲେକ୍ଟ କରୁଛି। ତ ବରଗଡ଼ ଡିଷ୍ଟ୍ରିକ୍ଟ ସିଲେକ୍ଟ କଲା ପରେ ଦେଖିପାରୁଥିବ ଭ୍ୟାକେନ୍ସି ଥିବା ସ୍ଥାନ ଗୁଡ଼ିକ ଦେଖାଯାଉଛି। ଅଙ୍ଗନବାଡ଼ି ସେଣ୍ଟର ନେମ୍ ଅଛି ଏଠାରେ ସିରିଆଲି ଦେଖାଯାଉଛି। ଡିଷ୍ଟ୍ରିକ୍ଟ ରୁରାଲ ଅର୍ବାନ ବିଜେପୁର ଏଇଟା ଅଛି ମେନସନ୍ କରାଯାଇଛି। ଏରିଆ ନା ଭ୍ୟାକେନ୍ସି ପୋଜିସନ ଡେଟ୍ ଅଛି ଏଣ୍ଡ ଅଫ୍ ଦି ଡେଟ୍ କେବେ ଅନଲାଇନ୍ ଷ୍ଟାର୍ଟିଂ ହେବ କେବେ ଏଣ୍ଡ ହେବ ଏସବୁ ମେନସନ୍ କରାଯାଇଛି। ତ ଏ ମଧ୍ୟରୁ ମୁଁ ଗୋଟେ ଦେଖିଦେଉଛି। ତ ଆପଣମାନେ ମଧ୍ୟ ଏପରି ଚେକ୍ କରିପାରିବେ। ତ ଯୋଉମାନେ ବି ଭିଡ଼ିଓଟି ଦେଖିପାରୁଛନ୍ତି ସବସ୍କ୍ରାଇବ୍ ଆଣ୍ଡ ସେୟାର କରନ୍ତୁ। ତ ଚାଲନ୍ତୁ ଦେଖିବା କେମିତି କ'ଣ ଆପଣମାନେ ମଧ୍ୟ ତ ନିଜ ଏରିଆର ଆଙ୍ଗନବାଡ଼ି ପୋଷ୍ଟ କେମିତି ମାନେ ଭେକେନ୍ସି ଖାଲି ଅଛି କି ନାହିଁ ସେ ଜିନିଷଟି ଚେକ୍ କରିପାରିବେ। ତ ଆମେ କ'ଣ କରିବା ପ୍ରଥମେ ଗୁଗୁଲକୁ ଯିବା। ଗୁଗୁଲକୁ ଗଲା ପରେ ଆମେ ସର୍ଚ୍ଚ କରିବା କ'ଣ ନା AWC ଅଙ୍ଗନବାଡ଼ି 2025 ସର୍ଚ୍ଚ କଲା ପରେ ଦେଖିପାରୁଥିବ ପ୍ରଥମ ପେଜ୍ ଆସିବ। ପ୍ରଥମ ପେଜ୍ର ପ୍ରଥମ ସାଇଟ୍ଟା ଏଇଟା ଆସିବ। ତ ଆସିଲା ପରେ ଆମେ ପ୍ରଥମ ସାଇଟ୍କୁ ଯିବା। ତ ଅଙ୍ଗନବାଡ଼ି ଏନଗେଜମେଣ୍ଟ ପୋର୍ଟାଲ ଅଙ୍ଗନବାଡ଼ି ଏନଗେଜମେଣ୍ଟ ପୋର୍ଟାଲକୁ ଗଲା ପରେ ଏଠାରେ ଦେଖିପାରୁଥିବ। ତ ଏଠି ଲେଖା ହେଇଛି ଦେଖିପାରୁଥିବ ଆମର ଅଛି ଡିପାର୍ଟମେଣ୍ଟ ଲଗ୍ଇନ୍ ପବ୍ଲିକ ଲଗ୍ଇନ୍ ଆଉ ଅଛି ପବ୍ଲିକ ସାଇନ୍ ଅପ୍ ଗୋଟେ ଅଛି। ତ ଆମେ ପବ୍ଲିକ ଲଗ୍ଇନ୍କୁ ଯିବା। ତ ପବ୍ଲିକ ଲଗ୍ଇନ୍କୁ ଗଲା ପରେ ଏଠାରେ ୟୁଜର ନେମ୍ ଆଉ ପାସୱାର୍ଡ ଅଛି ଦେନ୍ ଅଛି ଆମର କ୍ୟାପଚା ଫିଲ୍ଅପ୍ କରିକି ଦେବାର ଅଛି। ବଟ୍ ଆମକୁ ସେଇ ଜିନିଷ କରିବାର ନାହିଁ। କ'ଣ କରିବାର ଅଛି ନା ଆମକୁ କେବଳ ଚେକ୍ କରିବାର ଅଛି। ତ ଆମ ପାଖରେ ତ ୟୁଜର ନେମ୍ ଲଗ୍ଇନ୍ ପାସୱାର୍ଡ ନଥିବ। ସୋ ଆମେ କ'ଣ କରିବା ଏଠି ତଳେ ଦିଆହେଇଛି ଦେଖିପାରୁଥିବ ଭ୍ୟୁ ଦ ଏନଗେଜମେଣ୍ଟ ଆଡ୍ ଫର୍ ଦ AWW and AWH AWW ଅଙ୍ଗନବାଡ଼ି ୱାର୍କର ହେବ ଦେନ୍ AWH ଟା ହେଲ୍ପର ହେବ। ତ ଆମେ ଏଠାରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏମିତି ଇଣ୍ଟରଫେସ୍ ଆସିବ। ଦେଖିପାରୁଥିବ ଏଇଟା ଇଣ୍ଟରଫେସ୍ ଆସିଲା। ତ ଆମେ ଯିବା ବରଗଡ଼ ଡିଷ୍ଟ୍ରିକ୍ଟ ଯୋଉ ଡିଷ୍ଟ୍ରିକ୍ଟ ଆପଣମାନେ ଯୋଉ ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରୁଛନ୍ତି ସେ ଡିଷ୍ଟ୍ରିକ୍ଟ ଚେକ୍ କରିପାରିବେ। ସୋ ମୁଁ ବରଗଡ଼ ଡିଷ୍ଟ୍ରିକ୍ଟ ଚେକ୍ କରୁଛି। ଦେନ୍ ଆପଣମାନେ କ'ଣ କରିବେ ଫର୍ ଯୋଉ ଜିନିଷଟା ଚେକ୍ କରିବାର ଅଛି ଆପଣମାନେ ଏଠି ମେନସନ୍ କରିବେ। ଯଦି AWW ମାନେ ଅଙ୍ଗନବାଡ଼ି ୱାର୍କର AWH ମାନେ ହେଉଛି ଅଙ୍ଗନବାଡ଼ି ହେଲ୍ପର। ସୋ ଚାଲନ୍ତୁ ଆମେ ସର୍ଚ୍ଚ କରିବା AWW। ତ ଏଠି ସର୍ଚ୍ଚ କଲା ପରେ ଦେଖିପାରୁଥିବ ଆସିଲା ଆମର କ'ଣ ନା ଭେକେନ୍ସି ପୋଜିସନ ଆସିଲା ସିରିଆଲି ପୁରା ଯେତିକି ଭେକେନ୍ସି ଅଛି ବରଗଡ଼ ଡିଷ୍ଟ୍ରିକ୍ଟରେ। ତ ଏଠାରେ ଦେଖିପାରୁଥିବ ପହିଲା ବାହାଲି ଦେନ୍ କୋଉ ଡିଷ୍ଟ୍ରିକ୍ଟ ବରଗଡ଼ ଗାଇସିଲେଟ ବ୍ଲକରେ ଅଛି ଏଇଟା। ଦେନ୍ ଆଉ ଅଛି ଏଠି ଦେଖିବ ବରପାଲି ଅଛି ବରଗଡ଼ ବରପାଲି ପଦମପୁର ବିଜେପୁର ପଦମପୁର ଝାରବନ୍ଦ ଏସବୁ ଅଛି। ମୁଁ ରାଣ୍ଡମଲି ଗୋଟେ ଚେକ୍ କରି ଦଉଛି ଯୋଉଟାକି ଗାଇସିଲେଟ ବ୍ଲକରେ ଥିବ ପାଇମାଲରେ ଅଛି ବରପାଲି। ତ ଏଇଟା ଚେକ୍ କରିବା ଚାଲନ୍ତୁ। ତ ରିସେଣ୍ଟ ବାଲା ଦେଖିବା। ତ ଏହାର ଦେଖିଦେବା ଏଇଟା। ତ ଏଇଟା ମେନସନ୍ କରାହେଇଛି ଦେଖିପାରୁଥିବ ହେଲ୍ପର ଦେଖିବା। ତ ଏଠି ଲେଖା ହେଇଛି ମାନିକ ଚୌରା ବରଗଡ଼ ବିଜେପୁର। ତ ଆପ୍ଲାଏ ଡେଟ୍ ହେଉଛି ଷ୍ଟାର୍ଟିଂ ଡେଟ୍ 15/11/2025 ଦେନ୍ ଏଣ୍ଡ ହେଉଛି 29/11/2025। ତ ଚାଲନ୍ତୁ ଦେଖିବା PDF ଟା ଦେଖିବା। ଯଦି ମାନେ ଆପଣ ଆପ୍ଲାଏ କରିବାକୁ ଚାହୁଁଛନ୍ତି ତାହେଲେ ଏଠି କ୍ଲିକ୍ କରିବେ। ତ ଡିଟେଲ ସାଇଟ୍ଟା ଆସିଯିବ। ବଟ୍ ଆମକୁ ଆପ୍ଲାଏ କରିବାର ନାହିଁ କ'ଣ କରିବାର ଅଛି ଆମକୁ ଡିଟେଲ୍ସ ଜାଣିବାର ଅଛି। ତ ଆମେ PDF ଟାକୁ ଡାଉନଲୋଡ୍ କରିବା। ଦେନ୍ ଏଠି ଆସିବ ନୋଟିଫିକେସନ AWH AWH। ତ ଆମକୁ ଦୁଇଟା ଡାଉନଲୋଡ୍ କରିବାର ଅଛି। ଫାଷ୍ଟ ଆମେ ଡାଉନଲୋଡ୍ କରିବା ଏଇଟା। ଦେନ୍ ଡାଉନଲୋଡ୍ କଲା ପରେ ଆମକୁ ଏମିତି ଇଣ୍ଟରଫେସ୍ ଆସିବ। ଇଣ୍ଟରଫେସ୍ରେ ଆମେ ଆସିଲା ତ ଆମେ ଏଟାକୁ ଡାଉନଲୋଡ୍ କରିଦେବା। PDF ଟା ଡାଉନଲୋଡ୍ ହେଇଗଲା। ଡାଉନଲୋଡ୍ ହେଲା ପରେ ଆମେ ଦେଖିବା ଏଠାରେ ଦେଖନ୍ତୁ ପୁରା PDF ଟା ଆସିଗଲା। ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ବିଜେପୁର
ଏତଦ୍ ଦ୍ୱାରା ବିଜେପୁର ପଞ୍ଚାୟତ ସମିତି ଅଧୀନସ୍ଥ ନିମ୍ନଲିଖିତ ଗ୍ରାମ ପଞ୍ଚାୟତ କଣ ନା ପିଡିଏଫ ଟି ଡାଉନଲୋଡ ହେଲା ପରେ ଏଠି ପିଡିଏଫ ଟି ପୁରା ସମ୍ପୂର୍ଣ୍ଣ ଭାବେ ଆସିଯାଇଛି। ତ ଏଠି ମେନସନ କରାଯାଇଛି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ବିଜେପୁର ଡିଟେଲ ଏଟା ଦେଖିପାରୁଥିବ ଲେଖା ହେଇଛି। ଏତଦ୍ ଦ୍ୱାରା ବିଜେପୁର ପଞ୍ଚାୟତ ସମିତି ଅଧୀନସ୍ଥ ନିମ୍ନଲିଖିତ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜସ୍ୱ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଅଞ୍ଚଳରେ ସର୍ବସାଧାରଣଙ୍କ ଅବଗତ ନିମନ୍ତେ ଜଣାଇ ଦିଆଯାଉଛି ଯେ ନିମ୍ନଲିଖିତ ଖାଲି ଥିବା ଅଙ୍ଗନବାଡି କେନ୍ଦ୍ରରେ ଅନଲାଇନ ମାନେ ଏଟା ଲେଖା ହେଇଛି ତ ଦେଖିପାରୁଥିବା ଗାଁ କୋଉଟା ଲେଖା ହେଇଛି ମେନସନ କରାଯାଇଛି ଡିଟେଲ୍ସ ଦେଖିପାରୁଥିବ ତାର କଣ କଣ ଆବଶ୍ୟକ ପ୍ରମାଣ ପତ୍ର ଲାଗିବ ଆପ୍ଲାଏ କରିବା ପାଇଁ। ତ ଏସବୁ ମେନସନ କରାହେଇଛି। ପ୍ରଥମେ ଦେଖିପାରୁଥିବ ଏଠିରେ ପ୍ରାର୍ଥୀଙ୍କର ବୟସ 18ରୁ କମ ହୋଇନଥିବ କିମ୍ବା 35 ବର୍ଷରୁ ଅଧିକ ହୋଇନଥିବ। ଦେନ୍ ଦେଖିବା ନମ୍ବର 2 ରେ ଶିକ୍ଷାଗତ ଯୋଗ୍ୟତା +2 ଆବଶ୍ୟକ ହିନ୍ଦୀ ଭାଷାରେ ମାଟ୍ରିକୁଲେସନ ପାସ୍ କରିଥିବା ପ୍ରାର୍ଥିନୀ ଓଡ଼ିଆରେ ସପ୍ତମ ପାସ୍ କରିଥିବା ପ୍ରମାଣ ପତ୍ର ଦାଖଲ କରିବା ଜରୁରୀ ଅଟେ। ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ମାର୍କ ଆଧାରରେ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯିବ। ପ୍ରାର୍ଥିନୀ ଉକ୍ତ ଅଙ୍ଗନବାଡି କେନ୍ଦ୍ର ପରିସର ମୁକ୍ତ ହୋଇଥିବେ। କେନ୍ଦ୍ର ପରିସରରେ ଯୋଗ୍ୟ ପ୍ରାର୍ଥିନୀ ଏହି ସବୁ ଡିଟେଲ୍ସ ମେନସନ କରାଯାଇଛି। ତ ଦେଖିବ ନିଜ ଅଞ୍ଚଳର ଚେକ୍ କରିବ ଆଉ ଅନଲାଇନ କରିବ।